ଅଡ଼ବା ଅଧୀକ୍ଷଣ ଯନ୍ତ୍ରୀଙ୍କ ବଡ଼ନାଳ ଜଳସେଚନ ପ୍ରକଳ୍ପକୁ ଗ୍ରସ୍ତ ବିଭିନ୍ନ କାମର କଲେ ତଦାରଖ। ରାୟଗଡ଼ା ଜିଲ୍ଲା ପଦ୍ମପୁର ବଡ଼ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଆଜି ଅଡ଼ବା ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଚୌଧୁରୀ ଗୁରୁବାର ଦିନ 11ଟା ସମୟରୁ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ବିଶେଷ କରି କେନାଲଗୁଡ଼ିକ ମରାମତି କାମ ଜାରି ରହିଛି। ଏଥିପାଇଁ ଅଧୀକ୍ଷଣ ଯନ୍ତ୍ରୀ ଆଜି ଦିନ 11ଟାରୁ ଦିନ 2ଟା ପର୍ଯ୍ୟନ୍ତ ସେ ବିଭିନ୍ନ କେନାଲକୁ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀରାମପୁର ମାଇନର ମୁଖ୍ୟ କେନାଲ ଦେଖିବା ପରେ ମାର୍ଦିଗୁଡ଼ାରେ ଚାଲିଥିବା କେନାଲ ମରାମତି କାମ ମଧ୍ୟ ତଦାରଖ କରିଥିଲେ। ପରେ ଅଫିସକୁ ଆସିଥିଲେ ଏବଂ ଅଫିସର ମଧ୍ୟ ବିଭିନ୍ନ କାମଗୁଡ଼ିକ ଦେଖିଥିଲେ। ତାପରେ ସେ କେନ୍ଦୁଗୁଡ଼ା ମୁଖ୍ୟ ଗେଟ୍କୁ ଯାଇ ଅନୁଧ୍ୟାନ କରିଥିଲେ ଏବଂ ବଡ଼ନାଳ ପ୍ରକଳ୍ପର ବିଭିନ୍ନ କାମଗୁଡ଼ିକ କିପରି ଅତି ଶୀଘ୍ର ସରିବ ଏନେଇ ଯନ୍ତ୍ରୀମାନଙ୍କୁ କହିଥିଲେ ଏବଂ ଠିକାଦାରକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ବଡ଼ନାଳ ଏସ୍ଡିଓ ମୁରଲୀ କୃଷ୍ଣ ରାଓ, ସହକାରୀ ଯନ୍ତ୍ରୀ ମହମ୍ମଦ ଅସଲମ ଖାନ ଏବଂ ବଡ଼ନାଳର ସମସ୍ତ ଷ୍ଟାଫ୍ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।